ବନ୍ଧୁଗଣ ୱେଲକମ୍ କରୁଛି ମୋର ଏହି ଚ୍ୟାନେଲରେ। ଆଉ ଆଜି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଖବର ନେଇକି ଆସିଛି ଆପଣମାନଙ୍କ ପାଇଁ, ଯାହାକି ଅଙ୍ଗନବାଡ଼ିମାନଙ୍କ ଦରମା ସମ୍ପର୍କରେ। ତ ଯଦି ଖବରଟି ଭଲ ଲାଗିଲା ତାହେଲେ ଲାଇକ୍ କରିଦିଅନ୍ତୁ ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ତ ଆଉ ବିଳମ୍ବ ନ କରି ଆଗକୁ ଯିବା। ତ ଖବର ହେଉଛି, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟର ଅଙ୍ଗନବାଡ଼ି କର୍ମୀମାନଙ୍କ ମାସିକ ପାରିଶ୍ରମିକରେ ବୃଦ୍ଧି ଘୋଷଣା କରିଛନ୍ତି। ଏହା ସହିତ ଅଙ୍ଗନବାଡ଼ି କର୍ମୀଙ୍କର ସେବା ବିରତି ପ୍ରୋତ୍ସାହନ ରାଶିରେ ବୃଦ୍ଧି ସହିତ ସାମାଜିକ ସୁରକ୍ଷା ଭାବରେ ସେମାନଙ୍କୁ ଅନୁକମ୍ପା ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ୱାରା ରାଜ୍ୟର 1,48,000 ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ଅଙ୍ଗନବାଡ଼ି ସହାୟିକା ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ 350 କୋଟି ଟଙ୍କା ଖର୍ଚ୍ଚ କରିବେ। ସୂଚନାଯୋଗ୍ୟ ଯେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଅଙ୍ଗନବାଡ଼ି କର୍ମୀ ତଥା ସେମାନଙ୍କ ସଂଗଠନଗୁଡ଼ିକ ତାଙ୍କୁ ଭେଟି ଏହି ପାରିଶ୍ରମିକ ବୃଦ୍ଧି ସମ୍ପର୍କରେ ଅନୁରୋଧ ଓ ପ୍ରସ୍ତାବ ଦେଇଥିଲେ। ଏହି ନୂତନ ଘୋଷଣା ଅନୁଯାୟୀ ଅଙ୍ଗନବାଡ଼ି କର୍ମୀମାନଙ୍କ ମାସିକ ପାରିଶ୍ରମିକ 7,500 ଟଙ୍କାରୁ 10,000 ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ମିନି ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ 3,575 ଟଙ୍କାରୁ 7,250 ଟଙ୍କା ହେଲା। ସେହିପରି ଅଙ୍ଗନବାଡ଼ି ସହାୟିକା ପାରିଶ୍ରମିକ 3,750 ଟଙ୍କାରୁ 5,000 ଟଙ୍କାକୁ ବୃଦ୍ଧି କରାଗଲା। ଏହି ବର୍ଦ୍ଧିତ ପାରିଶ୍ରମିକ 2023 ଅକ୍ଟୋବର 1ରୁ ପିଛିଲା ଭାବେ ଲାଗୁ ହେବ। ଚଳିତ ଫେବୃଆରୀ ମାସରୁ ବର୍ଦ୍ଧିତ ପାରିଶ୍ରମିକ ନିୟମିତ ଭାବେ ମିଳିବ। ଅକ୍ଟୋବର 2023ରୁ ଜାନୁଆରୀ 2024 4 ମାସର ବର୍ଦ୍ଧିତ ବକେୟା ରାଶି ମାର୍ଚ୍ଚ 5 ତାରିଖରୁ 10 ତାରିଖ ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ। ସେହିପରି ଅଙ୍ଗନବାଡ଼ି କର୍ମଚାରୀ ଏକ୍ଜିଟ୍ ପଲିସି ସେବାନିବୃତ୍ତିରେ ପାଉଥିବା ପ୍ରୋତ୍ସାହନ ରାଶିରେ ମଧ୍ୟ ବୃଦ୍ଧି କରାଯାଇଛି। ଏହା 1/4/2024 ଠାରୁ ଲାଗୁ ହେବ। ବର୍ଦ୍ଧିତ ପ୍ରୋତ୍ସାହନ ରାଶି ବାବଦରେ ଅଙ୍ଗନବାଡ଼ି କର୍ମୀମାନେ ପୂର୍ବରୁ ପାଉଥିବା 40,000 ଟଙ୍କା ପରିବର୍ତ୍ତେ 1,00,000 ଟଙ୍କା ପାଇବେ। ମିନି ଅଙ୍ଗନବାଡ଼ି କର୍ମୀମାନେ 30,000 ଟଙ୍କା ପରିବର୍ତ୍ତେ 75,000 ଟଙ୍କା ପାଇବେ ଓ ଅଙ୍ଗନବାଡ଼ି ସହାୟିକାମାନେ 20,000 ଟଙ୍କା ପରିବର୍ତ୍ତେ 50,000 ଟଙ୍କା ପାଇବେ। ସେହିପରି ସାମାଜିକ ସୁରକ୍ଷା ଦିଗରେ ମୃତ୍ୟୁ କିମ୍ବା ଦୁର୍ଘଟଣା ଜନିତ ସମ୍ପୂର୍ଣ୍ଣ ଶାରୀରିକ ଅକ୍ଷମତା ନିମନ୍ତେ ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କୁ 2 ଲକ୍ଷ ଟଙ୍କା ଓ ଆଂଶିକ ଅକ୍ଷମତା ନିମନ୍ତେ 1,00,000 ଟଙ୍କା ପର୍ଯ୍ୟନ୍ତ ଅନୁକମ୍ପା ରାଶି ପ୍ରଦାନ କରାଯିବ। ଏହି ସୁବିଧା ମଧ୍ୟ 1/4/2024ରୁ ଲାଗୁ ହେବ। ତ ବନ୍ଧୁଗଣ, ଏ ଥିଲା ଅଙ୍ଗନବାଡ଼ି ସମ୍ପର୍କିତ ଏହି ତଥ୍ୟ। ଏହିପରି ନୂଆ ନୂଆ ତଥ୍ୟ ପାଇବା ପାଇଁ ଚ୍ୟାନେଲଟିକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିଦେବେ। ତ ଆଜି ପାଇଁ ବିଦାୟ ନେଉଛି। ଧନ୍ୟବାଦ।